ନମସ୍କାର ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ପୁଣି ଥରେ ଆମ ଡାହାରି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ମୁଁ ନେଇ ଆସିଛି ଓଡ଼ିଶାର ପୁରୀ ଓ କୋଣାର୍କ ମନ୍ଦିର ଉପରେ କିଛି ଜିକେ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଥିବ। ତ ଆପଣମାନଙ୍କ ପାଇଁ ଭିଡ଼ିଓଟିକୁ ମୁଁ ବହୁତ କଷ୍ଟରେ ବନାଉଛି, ତେଣୁକରି ସମସ୍ତଙ୍କୁ ଅନୁରୋଧ ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ହେଲା। ତ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। 1 ନମ୍ବରରେ କ'ଣ ଅଛି ନା, 1 ନମ୍ବର ଅଛି କୋଣାର୍କ ମନ୍ଦିରରେ କେତୋଟି ଘୋଡ଼ା ଓ ଚକ ଅଛି ହେଲା। ଉତ୍ତରରେ କ'ଣ ଅଛି ନା 24ଟି ଓ 7ଟି ଘୋଡ଼ା, 24ଟି ଚକ ଓ 7ଟି ଘୋଡ଼ା ଅଛି ହେଲା। 2 ନମ୍ବର ଅଛି 7ଟି ଘୋଡ଼ା କାହାର ସୂଚନା ଦିଏ? 7ଟି ଘୋଡ଼ା ସପ୍ତାହର ସୂଚନା ଦିଏ। ସପ୍ତାହ କହିଲେ କ'ଣ ନା ରବିବାର ପରେ ସୋମବାର, ସୋମବାର ପରେ ମଙ୍ଗଳବାର, ଏମିତି ସବୁ ଯେଉଁ ଆମ 7ଟି ବାର ଅଛି ସେଇ ଉପରେ ସୂଚନା ଦିଏ ହେଲା। 3 ନମ୍ବର ଅଛି 24ଟି ଚକ କେଉଁ ସୂଚନା ଦିଏ? 24ଟି ଚକ କେଉଁ ସୂଚନା ଦିଏ ନା 24 ଘଣ୍ଟାର ସୂଚନା ଦିଏ। ଯାହା ଦିନ ରାତି ମିଶି 24 ଘଣ୍ଟା ହେଉଛି ସେଇ ସୂଚନା ଦିଏ। 4 ନମ୍ବରରେ କ'ଣ ଅଛି ନା କୋଣାର୍କ ଚକରେ କେତୋଟି ଅର ଅଛି? କେତୋଟି ଅଛି ନା ଉତ୍ତରରେ କ'ଣ ଅଛି 8ଟି ଅର ଅଛି ହେଲା। 5 ନମ୍ବର ଅଛି 8ଟି ଅର କାହାର ସୂଚନା ଦିଏ? 8ଟି ଅର 8 ଘଡ଼ିର ସୂଚନା ଦିଏ ହେଲା। ତାପରେ 6 ନମ୍ବର ଅଛି, ଦେଖନ୍ତୁ ଦେଖିପାରୁଥିବେ। 6 ନମ୍ବର ଅଛି କୋଣାର୍କ ମନ୍ଦିରର ଉଚ୍ଚତା କେତେ? 40 ମିଟର। ମନ୍ଦିରର ଉଚ୍ଚତା କେତେ? କୋଣାର୍କର 40 ମିଟର। ତ 7 ନମ୍ବର ଅଛି କୋଣାର୍କ ମନ୍ଦିରରେ କେତେ ଜଣ କାରିଗର ଲାଗିଥିଲେ? ଏହାର ଉତ୍ତର ପ୍ରାୟ ସମସ୍ତେ ଜାଣିଥିବେ, 1200 ବଢ଼େଇ କାରିଗର ଲାଗିଥିଲେ ହେଲା। 8 ନମ୍ବର ଅଛି କୋଣାର୍କ ମନ୍ଦିର କେବେ ନିର୍ମିତ ହୋଇଥିଲା? ଉତ୍ତରରେ କ'ଣ ଅଛି ନା 1245 ଖ୍ରୀଷ୍ଟରୁ ଆରମ୍ଭ ହୋଇ 1252 ଶେଷ ହୋଇଥିଲା ହେଲା। ତାପରେ 9 ନମ୍ବର ଅଛି ଜଗନ୍ନାଥ ମନ୍ଦିରର ପୂର୍ବ ଦ୍ୱାରରେ ଥିବା ଅରୁଣ ସ୍ତମ୍ଭର ଉଚ୍ଚତା କେତେ? ଉତ୍ତରରେ କ'ଣ ଅଛି ନା 12 ମିଟର। ତାହାର ଅରୁଣ ସ୍ତମ୍ଭର ଉଚ୍ଚ କେତେ? 12 ମିଟର। 10 ନମ୍ବର ଅଛି ଜଗନ୍ନାଥ ମନ୍ଦିରର ଉଚ୍ଚତା କେତେ? ଜଗନ୍ନାଥ ମନ୍ଦିରର ଉଚ୍ଚତା ହେଉଛି 66 ମିଟର ହେଲା। 11 ନମ୍ବର ଅଛି କୋଣାର୍କ ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ? ଉତ୍ତର କ'ଣ ହେବ ନା ପ୍ରାୟ ଜାଣିଥିବେ, ୟାର ଉତ୍ତର ବି ଚନ୍ଦ୍ରଭାଗା ନଦୀ କୂଳରେ କୋଣାର୍କ ମନ୍ଦିର ଉପସ୍ଥିତ ହେଲା। ତାପରେ 12 ନମ୍ବର ଅଛି, ଦେଖନ୍ତୁ 12 ନମ୍ବର ଅଛି କୋଣାର୍କ ଶବ୍ଦର ଅର୍ଥ କ'ଣ? କୋଣାର୍କ ଶବ୍ଦର ଅର୍ଥ କ'ଣ ନା ସୂର୍ଯ୍ୟଙ୍କ ବାସସ୍ଥାନ ହେଲା। 13 ନମ୍ବର ଅଛି ଜଗନ୍ନାଥ ମନ୍ଦିର ଉପରେ ଲାଗିଥିବା ଚକ୍ରକୁ କ'ଣ କୁହନ୍ତି? ତାହାକୁ କ'ଣ କୁହନ୍ତି ନା ଦେଖିପାରୁଥିବେ, ଏଠି ଭୁଲରେ ମୁଁ କିଛି ଲେଖି ଦେଇଥିଲି, ତ ତାର ସଠିକ ଉତ୍ତର ହେବ ନୀଳଚକ୍ର ହେଲା। ନୀଳଚକ୍ର। 14 ନମ୍ବର ଅଛି ଜଗନ୍ନାଥ ମନ୍ଦିର ଉପରେ ଲାଗିଥିବା ପତାକାକୁ କ'ଣ କୁହନ୍ତି? ଏଠି ଦେଖ କ'ଣ କହିଲା, ଏଠି ପତାକା କହିଲା, ଆଉ ଉପରେ କ'ଣ କହିଲା ନା ଏଠି ଚକ୍ର। ଉପରେ ଲାଗିଥିବା ଚକ୍ର, ଏଠି ଉପରେ ଲାଗିଥିବା ପତାକା ହେଲା। ଉପରେ ଲାଗିଥିବା ପତାକାକୁ କ'ଣ କୁହନ୍ତି? ପତିତପା ବାନା। ଚକ୍ର କହିଲେ ଆପଣ କ'ଣ କରିବେ ନା ନୀଳଚକ୍ର କରିବେ, ଆଉ ଯଦି ପତାକା ପଚାରିବ ତାହେଲେ ପତିତପା ବାନା କରିବେ ହେଲା। 15 ନମ୍ବର ଅଛି ନୀଳଚକ୍ରର ଓଜନ କେତେ? ନୀଳଚକ୍ରର ଓଜନ କେତେ ନା 150 ହେଲା, 150 କିଲୋଗ୍ରାମ। ତାପରେ 16 ନମ୍ବରରେ କ'ଣ ଅଛି ନା ଦେଖନ୍ତୁ ଦେଖିପାରୁଥିବେ। 16 ନମ୍ବର ଅଛି 16 ନମ୍ବର ଅଛି ଦେଖନ୍ତୁ ନୀଳଚକ୍ର କେତୋଟି ଧାତୁରେ ତିଆରି? ନୀଳଚକ୍ର କେତୋଟି ଧାତୁରେ ତିଆରି? ଉତ୍ତର ଦେଖିବା ଆମେ 8ଟି ଧାତୁରେ ତିଆରି। ସେସବୁ କ'ଣ? ସୁନା, ରୂପା, ତମ୍ବା, ଲୁହା, ପିତ୍ତଳ, ଦସ୍ତା,
ସୀମା ଓ ପାରାଚ ହେଲା। ଏତିକି ସବୁ ଜାଣିଲେ। ତାପରେ 17 ନମ୍ବର ଅଛି ନୀଳଚକ୍ରର ବ୍ୟାସ କେତେ? ନୀଳଚକ୍ରର ବ୍ୟାସ କେତେ ନା 7 ଫୁଟ 6 ଇଞ୍ଚ ହେଲା। 18 ନମ୍ବର ଅଛି ନୀଳଚକ୍ରର ଉଚ୍ଚତା କେତେ? ନୀଳଚକ୍ରର ଉଚ୍ଚତା ହେଉଛି 11 ଫୁଟ 11 ଇଞ୍ଚ। 19 ନମ୍ବର ଅଛି ଜଗନ୍ନାଥ ମନ୍ଦିର ଚାରିପଟେ ଥିବା ପାଚେରୀକୁ କ'ଣ କୁହାଯାଏ? ଉତ୍ତର ଅଛି ମେଘନାଦ ପାଚେରୀ। କ'ଣ କୁହାଯାଏ ନା ମେଘନାଦ ପାଚେରୀ। 20 ନମ୍ବର ଅଛି ଜଗନ୍ନାଥ ମନ୍ଦିର କେବେ ନିର୍ମିତ ହୋଇଥିଲା? 1100 ଖ୍ରୀଷ୍ଟରେ। କେବେ ନା 1100 ଖ୍ରୀଷ୍ଟରେ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ଭିଡ଼ିଓଟିକୁ ସବସ୍କ୍ରାଇବ୍ ନିହାତି କରିବେ। ଯେତେବେଳେ ବି ମୁଁ ଭିଡ଼ିଓଟି ଅପଲୋଡ଼ କରିବି ସର୍ବପ୍ରଥମେ ଆପଣ ଦେଖିପାରିବେ। ଲାଇକ୍ କରିବାକୁ ଜମାରୁ ଭୁଲିବେନି। ଯଦି ଭିଡ଼ିଓରେ କିଛି ଭୁଲ ରହିଯାଇଥାଏ ତାହେଲେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆଜିର ଭିଡ଼ିଓଟିକୁ ଏଇଠି ଶେଷ କରୁଛି। ଧନ୍ୟବାଦ।